ଗାଁରେ ପଢୁଥିଲି ସଦାବେଳେ ମୁଁ ଖୋଜୁଥିଲି କେତେବେଳେ ହଷ୍ଟେଲ ଗୋଟେ ପାଇଲି କିନ୍ତୁ ମୋର ବେଡ୍ ଲକ୍ ଥିଲା ସେତେବେଳକୁ ଶିଶୁ ମନ୍ଦିର ପଢିଲା ଟାଇମରେ ଯେ ହଷ୍ଟେଲଟା ସୁବିଧା ନଥିଲା। ଏଇ ବିଶ୍ୱବିଦ୍ୟାଳୟ ଯୋଉ ଜାଗାରେ ମୁଁ ପାଠ ପଢୁଥିଲି ସେଇ ଜାଗାରେ ବର୍ତ୍ତମାନ ମୁଁ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ହିସାବରେ କାମ କରୁଛି। ମତେ ବହୁତ ବହୁତ ଖୁସି। ଆଉ ଏଇ କିଟ୍ କିସ୍ ଦିଟା କିଟ୍ରେ ବି ବଡ ବଡ କମ୍ପାନିଜରୁ ଆସନ୍ତି ମନେକର ବିଟେକ୍ ଏମଟେକ୍ ଯେ ସରେ ସେମାନଙ୍କ ପାଇଁ ଅଲଗା ଅଲଗା ପ୍ଲେସମେଣ୍ଟ ଆସେ। ଏତେ 99% ପିଲା ସମସ୍ତେ ସେଟଲମେଣ୍ଟ ହୁଅ ଯେତିକି ସମୟ ମୌକା ମିଳୁଛି ବା ପାଠ ପଢା ପରେ ଯେତିକି ସ୍କୋପ ମିଳୁଛି ପ୍ଲିଜ ଡୋଣ୍ଟ ୱେଷ୍ଟ ୟୁର ଟାଇମ। ସମସ୍ତ ନମସ୍କାର ଡଙ୍ଗରିଆ। ତ ସମସ୍ତଙ୍କର ମନରେ ଗୋଟେ ଥାଏ କି ଯେ ସେ ଆମର ମାଲକାନଗିରି ରାୟଗଡା କୋରାପୁଟ ଯୋଉ ଅନଡିଭାଇଡେଡ ଆମର କୋରାପୁଟ ଯୋଉ ଅଛି ଏଇ ଏରିଆ ହଉଛି ଆମର ନକ୍ସଲ ଏରିଆ, ଦୁର୍ଗମ ଏରିଆ, ଯୋଉ ଏରିଆରେ କି ପିଲା ଆମର ପାଠ ପଢିବା ପାଇଁ ନାରାଜ ହୁଅନ୍ତି, ପିଲାଙ୍କର ସେଇ ଗମନାଗମନର ପ୍ରୋବ୍ଲେମ, ପିଲାଙ୍କର ବାପା ମା ସଚେତନ ନାହାନ୍ତି। ବହୁତ ସାରା ଲୋକ ବହୁତ ସାରା କଥା କହିଛନ୍ତି ଏବଂ ଜାଣିଛନ୍ତି ଏବଂ ଲୋକଙ୍କୁ କୁହନ୍ତି ମଧ୍ୟ। ତ ସେ ଆମର ରାୟଗଡା ଜିଲ୍ଲାରୁ ଜଣେ ଆମର ଅଛନ୍ତି ଯିଏକି ସେ ସମସ୍ୟା ସମ୍ମୁଖୀନ କରିଛନ୍ତି ଏବଂ ସବୁ ସେ ଯୋଉ ଲୋକ କୁହା କଥାକୁ ପଛରେ ପକାଇ ଆଜି ତାଙ୍କେ ବର୍ତ୍ତମାନ PhD ହାସଲ କରି ଆମର ବର୍ତ୍ତମାନ ଡକ୍ଟରେଟ ତାଙ୍କ ନାଁ ପୂର୍ବ ଲଗେଇଛନ୍ତି। ତ ଚାଲନ୍ତୁ ଆମେ ଡେରି କରିବାନି, ସାରଙ୍କ ସାଙ୍ଗେ କଥା ହେବା। ବହୁତ ସାରା ଜିନିଷ ଆଜି ଆପଣଙ୍କୁ ଶିଖିବା ପାଇଁ ମିଳିବ ଯୋଉମାନେ ପଢୁଛନ୍ତି ଏବଂ ଯୋଉମାନେ ପଢା ସରେଇଛନ୍ତି। ତ ଚାଲନ୍ତୁ ଯିବା। ନମସ୍କାର। ନମସ୍କାର ସାର୍, କେମିତି ଅଛନ୍ତି? ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି? ସାର୍ ଭଗବାନ ଦୟାରୁ ଆମେ ବର୍ତ୍ତମାନ ଭଲ ଅଛେ। ତ ସାର୍ ଆପଣଙ୍କୁ ମୋର ଏଇ ଚର୍ଚ୍ଚାରେ ଆପଣଙ୍କୁ ପୁନର୍ବାର ସ୍ୱାଗତ। ଆଉ ସାର୍ ଆପଣଙ୍କର ପରିଚୟ ଟିକେ ସାର୍ ଦେଇଥାନ୍ତେ। I am Dr. Jaishankar Paska. PhD. I have completed my PhD degree in last year, 2025, and I have now recently joined PhD as an assistant professor in English. So I am very proud to myself as well as our community and my kids. And thanks to Professor Achut Samanji for his guidance and for his blessings, I am here. ସାର୍ ଆଉ ସାର୍ ଯେତେବେଳେ ଆମେ ଶୁଣୁ ଆପଣଙ୍କ ପରି ଚେହେରା ସାର୍ ବହୁତ ଖୁସି ଲାଗେ। ତ ସାର୍ ଆପଣଙ୍କର ସେଇ ଜର୍ଣ୍ଣିରୁ ଆଜି ଆପଣ ଜବ୍ କଲେ, ସାର୍ ଆପଣଙ୍କୁ କେମିତି ଲାଗୁଛି? ଦେଖନ୍ତୁ ଗୋଟେ ଷ୍ଟେଜଟା ଗୋଟେ ଥାଏ ଯେତେବେଳେ PhD ପର୍ଯ୍ୟନ୍ତ ଯାହା ପଢିବାର ଗୋଟେ ସେଟା ଗୋଟେ ପାଠ ପଢା ଉପରେ ଯୋଉ ଦକ୍ଷତା ଗୋଟେ ଥାଏ, ମନୋବଳ ଗୋଟେ ସେତିକି ମଜବୁତ ନହେଲେ ଗୋଟେ ଜିନିଷ ଜଣେ PhD କମ୍ପ୍ଲିଟ କରିବା ଏତେ ସହଜ ନୁହଁ। ଖାସ କରି ଆମର ଯୋଉ ଟ୍ରାଇବାଲ ମାନଙ୍କ ପାଇଁ ବା ଆମର ଟ୍ରାଇବାଲ ଆଦିବାସୀ ମାନଙ୍କ ପାଇଁ ଯେତିକି ଏ ଜିନିଷ ପସିବଲ ହେଇନଥାନ୍ତା ଯଦି କିସ୍ ଭଳିଆ ବିଶ୍ୱବିଖ୍ୟାତ ଅନୁଷ୍ଠାନ ଯଦି ନଥାନ୍ତା। ଆମର ଭଳିଆ ପିଲା ବା ଆମ ଭଳିଆ ଯୋଉ ଗରିବ ଶ୍ରେଣୀର ପିଲା ଯେତିକି PhD କିମ୍ବା UG PG ବି କିଛି ହାସଲ କରିପାରିନଥାନ୍ତେ। ତ ସେଇଥିପାଇଁ କହୁଛି ଯେ ଯେତିକି ଆମରି ଯୋଉ ଭାଇ ମାନେ ବା ଯେତିକି ଆମର ଭଉଣୀ ଛୁଆ ମାନେ ଅଛନ୍ତି ବା ଯେତିକି ଝିଅ ମାନେ ଅଛନ୍ତି ବା ପୁଅ ମାନେ ଯେତିକି ଅଛନ୍ତି, ମାନେ ପ୍ରପର ୱେରେ ତାକୁ ୟୁଟିଲାଇଜ କରନ୍ତୁ, ଟାଇମ ମ୍ୟାନେଜମେଣ୍ଟ ପାଠ ପଢନ୍ତୁ, କାହିଁକିନା ସେ ମୂଲ୍ୟଟାକୁ ବୁଝନ୍ତୁ। କିସ୍ରେ ଯଦି ଅଛନ୍ତି ବା ଅଲଗା ଯୋଉଠି ଅଛନ୍ତି, ଯୋଉମାନେ କିସ୍ରେ ଅଛନ୍ତି ସେମାନଙ୍କ ପାଇଁ ଖାସ କରି କହୁଛି ଗୋଟେ କଥା, କାହିଁକିନା ଯେତିକି ଆମର ସ୍କୋପ ମିଳୁଛି ସେଟାକୁ ୟୁଟିଲାଇଜ କରନ୍ତୁ ପ୍ରପର ୱେରେ। କାହିଁକିନା ସେଇ ଜିନିଷ ଆଗକୁ କେତେବେଳେ ତମକୁ କୋଉ ୱେରେ ପହଞ୍ଚେଇବ ସେଟା ସମୟ କହିବ, ଭଗବାନ କହିପାରିବେ, ଆମେ ତ କିଛି କିଏ ନାହିଁ। ଆମେ ମେନ୍ ଜିନିଷ ହେଲା ଆମେ କର୍ମ କରି ଚାଲିବା, ଫଳ ସମୟ ଅପେକ୍ଷା। ଆଜ୍ଞା, ନିଶ୍ଚିତ ରୂପରେ। ତ ଆଜ୍ଞା ଯୋଉ କହୁଥିଲେ, ଯୋଉ ବାହାର ଲୋକ କୁହନ୍ତି କି ଯେ ସେଇ ରାୟଗଡା ହଉଛି ମାନେ ନକ୍ସଲ ବହୁଳ ଜିଲ୍ଲା, ମାନେ ଏଜୁକେସନ ବହୁତ ପଛରେ ଅଛି, ଜଙ୍ଗଲରେ ପରିପୂର୍ଣ୍ଣ, ସେଠିକା ପିଲା ପାଠ ପଢନ୍ତିନି। ସାର୍ ଏଇଟା କେତେ ବାଟ ସତ? ଏଇଟା ତ ଆକ୍ଚୁଆଲି ସତ ବି ଅଛି। ଯାହା ଏବେ ତ ସେ ଜିନିଷ ଦୂରେଇଲା ଯେହେତୁ କିସ୍ ହେଲା ପରେ ସେଇ ଯୋଉ ଆମର ଯୋଉ ଡର ଭୟ ଭଳିଆ ଜିନିଷ ଗୋଟେ ଥିଲା ଯାହା ସେଠିକି ଦୂରେଇଛି। ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳକୁ ଆମେ ମେସେଜ ପାଇଲୁ ଯେ ନାଇଁ କିସ୍ ଗୋଟେ ଅନୁଷ୍ଠାନ ଗୋଟେ ଅଛି, ସେଇ ଜାଗାରେ ଓନ୍ଲି ଟ୍ରାଇବାଲ୍ସ ମାନଙ୍କ ପାଇଁ ପାଠ ପଢା ଫ୍ରି ଅଫ କଷ୍ଟ ସବୁ କିଛି ହଉଛି। ତ ସେତେବେଳକୁ ବି ମୁଁ ଫାଷ୍ଟ ଟାଇମରେ ଜାଣିପାରୁନଥିଲି ଜିନିଷ କଣ କି ମାନେ ଏଟା ସତ ନା ମିଛ। ଗୋଟେ ଦେଖନ୍ତୁ, ଗୋଟେ ସ୍ୱପ୍ନ ଆଉ ସତ, ରିଏଲି ଆଣ୍ଡ ରିଆଲିଟି ଉପରେ ଦିଟା ଡିଫରେଣ୍ଟ ଆସେ। ମୁଁ ଯେତେବେଳେ ପଢୁଥିଲି ମୁଁ ଲାଗୁଥିଲା ଗାଁରେ ପଢୁଥିଲି ସଦାବେଳେ ମୁଁ ଖୋଜୁଥିଲି କେତେବେଳେ ହଷ୍ଟେଲ ଗୋଟେ ପାଇଲି କିନ୍ତୁ ମୋର ବେଡ୍ ଲକ୍ ଥିଲା ସେତେବେଳକୁ ଶିଶୁ ମନ୍ଦିର ପଢିଲା ଟାଇମରେ ଯେ ହଷ୍ଟେଲଟା ସୁବିଧା ନଥିଲା। ତାପରେ ମୁଁ ଯେତେବେଳେ ଦେଖିଲି 5th କ୍ଲାସ ପାସ୍ ଆଉଟ୍ ହେଲା ପରେ ଏଠାରେ ଆମେ 6th ରେ ଆଡମିସନ ପାଇଁ ଆସିଲି।
ମୋର ବ୍ୟାଡ୍ ଲକ୍ ସେଇ ଟାଇମରେ 6th କ୍ଲାସ ହେଇପାରିଲାନି 7th କ୍ଲାସରୁ ବୋଧେ ସେଟା ମୋର ଆଡମିସନ ହେଇଥିଲା। ସେବେରୁ ମୋର ଲାଇଫଟା ଜର୍ଣ୍ଣି ଚାଲିଲା ହଷ୍ଟେଲ ଲାଇଫ। ଏତେ ଖୁସି ଏତେ ଆନନ୍ଦ ଗୋଟେ ଜାଗାରେ ଗୋଟେ ପରିବାର ଏଟା କିସ୍ ଗୋଟେ ଅନୁଷ୍ଠାନ ଘର ନୁହଁ ଏଟା ଗୋଟେ ଫ୍ୟାମିଲି। ଫ୍ୟାମିଲି ହଉଛି ଗୋଟେ ଜିନିଷ କି ସବୁ ପ୍ରକାର ଲୋକ ଆମେ ଏଇଠି ପାଇଛୁ। ଯେମିତି କି ଏକ୍ସାମ୍ପଲ ଦଉଛି ଟ୍ରାଇବାଲ ଯେତିକି ଓଡିଶାର ଯେତିକି 62 ପ୍ରକାର ଟ୍ରାଇବାଲ୍ସ ଅଛନ୍ତି ତା ବାଦେ ଆମ ଓଡିଶା ଛାଡି ନିୟରେଷ୍ଟ ଯେତିକି ଷ୍ଟେଟ ଗୁଡାକ ଅଛି ସେଥିରୁ ବି ପିଲା ଆସିକି ପାଠ ପଢୁଛନ୍ତି ଏବଂ ତାକୁ ପାଠ ପଢିକି ଡିଗ୍ରୀ ନେଇକି ଯାଉଛନ୍ତି ତାପରେ ଭଲ ଭଲ ଜବ ରେ ସେମାନେ ସେଟେଲ ହଉଛନ୍ତି। ସେଥିପାଇଁ ମତେ ବହୁତ ଖୁସି ଲାଗେ ଯେ ମୁଁ ଜଣେ ଏଇ ବିଶ୍ୱବିଦ୍ୟାଳୟର ଜଣେ ପାର୍ଟ। ତା ବାଦେ ଏଇ ଯୋଉ ଋଣଟା ମୁଁ କେବେ ସୁଝି ପାରିବି ନାହିଁ। ମୁଁ ଆଶା କରେ ଭଗବାନ ଏତିକି ଜଗନ୍ନାଥଙ୍କ ପ୍ରାର୍ଥନା କରେ ଡକ୍ଟର ସାମନ୍ତଙ୍କୁ ଭଗବାନ ଦୀର୍ଘାୟୁ ଦିଅନ୍ତୁ ତାଙ୍କରି ଚଲାପଥ ଲମ୍ବା ହଉ ଯେ ତାଙ୍କ ମନରେ ଏତେ ସାହସ ଦିଅନ୍ତୁ ଯେ ଆଉ କାମ କରି ଚାଲନ୍ତୁ ଆମର ଆଦିବାସୀ ମାନଙ୍କ ପାଇଁ। ଆମେ ଯେତିକି ଅଛୁ ଆମେ ଷ୍ଟାଫ ଯେତିକି ଅଛୁ ମୋ ଷ୍ଟାଫ ମାନଙ୍କ ଥ୍ରୋରୁ ବି ମୁଁ ମୋ ଥ୍ରୋରୁ କହୁଛି ଯେତିକି ଆମ ଦ୍ୱାରା ପସିବଲ ହଉଛି ଚେଷ୍ଟା କରିବା ପିଲାମାନଙ୍କୁ ସଦବୁଦ୍ଧି ଦେବା ପିଲାମାନଙ୍କୁ ଭଲ ଗାଇଡ କରିବା ସେଇ ଚିନ୍ତା ମୋର ଅଛି। ମୁଁ ତ କିଛି କହିପାରିବିନି ଆଉ ଏତିକି ଖୁସି ଯେ କିଛି ଗୋଟେ ପାର୍ଟ ଗୋଟେ ଅଛି। ସାର୍ ଆପଣଙ୍କୁ କେମିତି ଲାଗୁଛି ମାନେ ସାର୍ ସାମନ୍ତ ସାର୍ ଯୋଉ ସଂଗ୍ରାମ ଆରମ୍ଭ କରିଛନ୍ତି ଯୋଉ ସଚେତନତା ସଂଗ୍ରାମ ସାର୍ ସେଠି ବର୍ତ୍ତମାନ ଆପଣ ଭାଗିଦାରୀ ଅଛନ୍ତି ଆପଣଙ୍କୁ କେମିତି ଲାଗୁଛି? ନାଇଁ ସେଇ ସଂଗ୍ରାମ ଭିତରେ ତ ମୁଁ ବି ଜଣେ ଭାଗିଦାର ଅଛି। ମତେ ବି ଫିଲ୍ ଲାଗେ ଯାହେଲେ ଗୋଟେ ମୁଁ ମୋ ନିଜ ଫ୍ୟାମିଲି ବା ନିଜ ଟ୍ରାଇବାଲ ବା ଟ୍ରାଇବାଲ ଲୋକ ମୋ ପିଲା ମୋ ଭାଇ ମୋ ଛୋଟ ଛୋଟ ଭଉଣୀ ମୋ ଜିଲ୍ଲା ହଉ ମୋ ଟୋଟାଲି ଏରିଆର ଲୋକଙ୍କୁ ମୁଁ କିଛି ସେବା କରିବାକୁ ପାଉ ମାନେ ସୁଯୋଗଟା ପାଇଛି ଯେ ମୁଁ ବହୁତ ଆନନ୍ଦ ଫିଲ୍ କରୁଛି। ଯଦି ଏଇ ଜିନିଷ ଯଦି ମୁଁ କିସରେ ନ ପଢିଥିଲେ ଆଉ ଅଲଗା କୋଉଠି ପଢିଥିଲେ ବୋଧେ ଏମିତି ସେତିକି ସ୍କୋପ ପାଇନଥିଲି ଆଶା କରୁଛି। ଆଜ୍ଞା ନିଶ୍ଚିତ ରୂପରେ ଆଜ୍ଞା ଯୋଉ କିସ୍ ରେ ଆମର ଯୋଉ ସୁବିଧା ଅଛି ପିଲାଙ୍କର ପଢାକୁ ଆରମ୍ଭ କରିକି ପିଲାଙ୍କ ଚାକିରି ପର୍ଯ୍ୟନ୍ତ ସାର୍ ସେଟାକୁ ଆପଣ କେମିତି ରୂପରେ ଆପଣ କହିବେ ଏଟାକୁ? ମାନେ ପିଲା ପଢିକି ଆଜ୍ଞା ଯୋଉ ସୁବିଧା ଯୋଉ ଅଛି ଆଜ୍ଞା ଏଟା କଣ ସାର୍ ପିଲାଙ୍କୁ ଫଳପ୍ରଦ ହଉଛି? ନିଶ୍ଚିତ ଭାବରେ ଦେଖନ୍ତୁ ମୁଁ ଯେତିକି ଦେଖିକିରି ଆଇଛି ମାନେ ରୁଟ ଲେବୁଲରେ ଯୋଉ ପିଲା ଥିଲେ ଦେଖନ୍ତୁ ଆମ ଲେବୁଲରେ ଯେମିତି ଥିଲେ ଆମଠୁ ପର ସିନିୟର ମୋଠୁ ମାନେ ଅପର ସିନିୟର ବି ଯେତିକି ମାନେ ଲୋୟର ଜୁନିୟର ବି ଅଛନ୍ତି ସେମାନେ ଏଠୁ ପାଠ ପଢିଲା ପରେ 10th ହଉ +2 ହଉ ୟୁଜି ଦେନ୍ ପିଜି ପାସ୍ ଆଉଟ୍ ହେଲା ପରେ ସମସ୍ତେ ନିଜ ନିଜ ଜାଗାରେ ଗୋଟେ ଗୋଟେ ବ୍ୟାକଗ୍ରାଉଣ୍ଡରେ ଯାଇକି ସେମାନେ ସେଟ୍ ହେଇଯାଇଛନ୍ତି ଅର୍ଥ ନିଜର ଗୋଟେ ମାନେ ଏଲିଜିବୁଲ ହେଇଯାଇଛନ୍ତି। ମାନେ ପାଠ ପଢିନଥିଲେ ବୋଧେ ସେମାନେ ଗାଁ ଗହଳିରେ ଦାଦନ ଖଟିଥାନ୍ତି ଯାହା କିନ୍ତୁ ମୁଁ ଯେତିକି ଆଶା କରୁଛି ସେଣ୍ଟ୍ରାଲ ହଉ ଷ୍ଟେଟ ଲେବୁଲ ହଉ ନ୍ୟାସନାଲ ଲେବୁଲରେ ବି ଯେତିକି ଜବ ମାନେ ପାଇସାରିଛନ୍ତି ଯେତିକି ମୋର ଭାଇ ମାନେ ସିନିୟର ହଉଛି ମୋ କ୍ଲାସମେଟ ମାନେ ବି ଅଛନ୍ତି ପ୍ରାୟ ଭଲ ଭଲ ପୋଜିସନରେ ଅଛନ୍ତି। ଆଜ୍ଞା ଆମେ ଶୁଣିଛୁ କିସ୍ କେବଳ ଶିକ୍ଷାକୁ ପ୍ରମୋଟ କରେନି ଏଇଟା ଲାଇଫ ଯୋଉ ଆମେ କହିଥାଉ ସ୍କିଲ ଲାଇଫ ସ୍କିଲ ଏଜୁକେସନ ସେଟାକୁ ବି ପ୍ରମୋଟ କରେ କେତେ ବାଟ ସତ? ଆଜ୍ଞା ସତ ସାର୍ ଦେଖନ୍ତୁ ମୁଁ ଯେତିକି ଫିଲ୍ କରୁଛି ଯେତେବେଳେ ଆମର ଚାଲିଥିଲା ଲାଇଫ ସ୍କିଲ ଏଜୁକେସନ ବୋଧେ ମେ ବି 2006, 2007, 2008 ବି ଆସିଥିଲା ବୋଧେ ମୁଁ ଯେତିକି ଭାବୁଛି ଯାହା କି ସେତେବେଳକୁ ଆମର ଯୋଉ ରନିଂ ଷ୍ଟେଜ ଟା ଥିଲା ଯେତେବେଳେ 6th, 7th ଆମର ଯୋଉ ଗ୍ରୋଥ ଚାଲୁଥିଲା ସେଇ ଟାଇମରେ ଆସିକି ଲାଇଫ ସ୍କିଲର ଆମେ କିଛି ଗୁଡାଏ ଜିନିଷ ଶିଖିଲୁ। ଦେଖନ୍ତୁ ଲାଇଫ ସ୍କିଲ ଯେମିତି କି ଗୋଟେ ଏକ୍ସାମ୍ପଲ ମୁଁ ଦଉଛି ସିମ୍ପାଥି ସେଲ୍ଫ ଆୱାରନେସ ଇଫେକ୍ଟିଭ କମ୍ୟୁନିକେସନ ଦେଖନ୍ତୁ ଏଇ ଯୋଉ ୱାର୍ଡସ ଗୁଡାକ ଜିନିଷ ନିଜକୁ କେମିତି ଚିହ୍ନିବା ନିଜକୁ କୋଉ ୱେରେ ଚିହ୍ନିବା ବା ଜଣଙ୍କ ସିଚୁଏସନକୁ ଦେଖି ଆମେ ତାକୁ କେମିତି ସପୋର୍ଟ କରିବା ବା ଜଣଙ୍କ ପାଖରେ ଯାହା ସୁବିଧା ଭଲ ମନ୍ଦ ଅଛି ତାକୁ କଣ କରି ତାକୁ ତାର ଜାଗାରେ ଯାଇକି ଆମେ କେମିତି ଫିଲ୍ କରିବା ତାପରେ କମ୍ୟୁନିକେସନ ଯୋଉ ଯେମିତି ଇଫେକ୍ଟିଭ ହବ ଦେଖନ୍ତୁ ଗୋଟେ ଜିନିଷ ଯଦି ଆମର ୱେ ଅଫ ଟକିଂ ଷ୍ଟାଇଲ ଟା ଟିକେ ଯଦି ଆମର ଠିକ ଥିବ ଯଦି ଏବେ ଯଦି ଦେଖ ମୁଁ କହୁଛି ଯଦି ଆମର ଏଇ କଥାବାର୍ତ୍ତା ଯଦି ଠିକ ଲାଗିବ ଜଣକୁ 4 ଲୋକକୁ ସେ 4 ଲୋକ ଅଟୋମେଟିକ ସାର୍ ଆପଣଙ୍କୁ ଦିପଦ କଥା ହେଇପାରେ। ଆଜ୍ଞା ସେଇ ନିଶ୍ଚିତ ଜିନିଷଟା ଅଛି ଯଦି ମୁଁ ସେ ଲାଇଫ ସ୍କିଲ ଥ୍ରୋରୁ ବି କିଛି ମୋ ନିଜକୁ ଲାଇଫ କିଛି ଚେଞ୍ଜ କରିପାରିଲି ନିଜକୁ ବେନିଫିଟ କରିପାରିଲି ଅର୍ଥାତ ମୁଁ ପବ୍ଲିକ ପାଖରେ ଛିଡା ହେଇକି ଦିପଦ କହିପାରୁନଥିଲି ଇଭେନ ମୋର ଯୋଉ କ୍ଲାସ ରୁମ ଗୁଡାକରେ ବି ବା ଯୋଉ କୌଣସି ଆନ୍ସର ଯଦି ନ ବୁଝିଲେ ବା କିଛି ପାଠ ଉପରେ ଯଦି କିଛି ଡାଉଟ୍ସ ଥିଲେ ବି ମୁଁ କିଛି ପଚାରି ପାରୁନଥିଲି। ଆଜ୍ଞା କାରଣ ଏତେ ଲାଜ ଭୟ ଗୋଟେ ଜିନିଷ ଥିଲା ଲାଇଫ ସ୍କିଲ ଆସିଲା ପରେ ଧୀରେ ଧୀରେ ନିଜକୁ ଟିକେ ଗ୍ରୁମ କଲି ମାନେ ବଢେଇଲି କଣ ମୋର ୱିକନେସ ଅଛି ଚେଷ୍ଟା କରିବି ତାପରେ ପାଠ ପଚାର ପୁଚୁରି ପଢାପଢି ଉପରେ ବି ଟିକେ ଟିକେ ପଚାରି ତାପରେ ଯେତେବେଳେ ଗୋଟେ ଆସିଲା ଲାଇଫ ସ୍କିଲ ପ୍ରୋଗ୍ରାମ ଯେତେବେଳେ ଟ୍ରେନିଂ ସେସନ ଚାଲିଥିଲା ଆମର ରେଡ କ୍ରସ ଭବନ ଭୁବନେଶ୍ୱର ଠାରେ ସେଠାରେ ଯାଇକିରି ଆମକୁ 5 ଦିନର ଗୋଟେ ଟ୍ରେନିଂ ମିଳିଲା ଲାଇଫ ସ୍କିଲ ଉପରେ ମାନେ ଆମର ଆଡଲ୍ଟ ଅଛି ଯେତିକି ଆମର ପିଲା ଅଛନ୍ତି
ସେମାନଙ୍କୁ କିଛି ଶିଖେଇ ଦିଆଯାଉଛି ପିଲା କେମିତି ରହିବ କୋଉ ଭଳିଆ ୱେରେ ରହିବାକୁ ପଡିବ ତାଙ୍କର କଥାବାର୍ତ୍ତା କଣ ସ୍କିଲ୍ ଉପରେ କଣ ଅଛି ଜଣେ ଯଦି ଦେଖନ୍ତୁ ଜଣେ ଗୀତ ଗାଇ ପାରୁଛି ସେ ତାର ଅର୍ଥ ତାକୁ ସ୍କୋପ ଦିଏ ସେ ଗୀତ କଣ ଗାଇପାରିବ ଜଣେ ଯୋଉ ଭଲ ଲେଖୁଛି ତାକୁ ଗୋଟେ ମୋଟିଭେଟ କରାଉଛି ଚାରିଆଡରୁ ତାର ବି ସେ ଜିନିଷ ଜାଣିବ ସେଲ୍ଫ ଆୱାରନେସ ନିଜକୁ ନିଜ ଚିହ୍ନିବା ସେ ନିଜକୁ ଚିହ୍ନିବ ଯେ ମୋ ପାଖରେ କଣ କାପାସିଟି ଅଛି ବା ମୋ ପାଖରେ କଣ ସ୍କିଲ୍ ଅଛି and how can I utilize this and how can I improve myself she or she will be no better than herself বা himself ସେଇ ଜିନିଷଟା ନିହାତି ହେଇଥାଏ ଏ ଜିନିଷରେ କିନ୍ତୁ ସେବେଠୁ ମୁଁ ଫିଲ୍ କଲି ମତେ ଲାଗିଲା ଲାଇଫ ସ୍କିଲ୍ ଯଦି ନଥାନ୍ତା ମୋ ଲାଇଫରେ ମୁଁ ନିଜେ ଅଙ୍ଗେ ନିଭେଇଛି ମୁଁ ଜଣେ ପାର୍ଟ ସେ ଲାଇଫ ସ୍କିଲ୍ ଏଜୁକେସନରେ ଦେଖନ୍ତୁ ସେଇ ଜାଗାରୁ ବୋଧେ ମୁଁ ଟିକେ ଟିକେ ଗ୍ରୁମ୍ କରି ଆସିଲି ଜାଣିଲି ଜିନିଷ ପଢା ପ୍ରତି ଗୋଟେ ନିଶା ରହିଗଲା ମୁଁ ପଢିବି ବୋଲିକିରି ପ୍ଲସ ଟୁ ସରିଲା ପ୍ଲସ ଥ୍ରୀ ସରିଲା ପିଜି ସରିଲା ପିଏଚଡି ସରିଲା ତାପରେ ପିଏଚଡି ସରିଲା ପରେ ମୋର ଗୋଟେ ଭାବନା ଥିଲା ସ୍ୱପ୍ନ ଭାବୁଥିଲି ଯେ କିସ୍ ଭଳିଆ ଜାଗାରେ ମତେ ଗୋଟେ ମିଳିଯାଇଥିଲେ ହେଇଥାନ୍ତା କି ମୁଁ ତ ଭଗବାନଙ୍କୁ ଡାକୁଥାଏ କିନ୍ତୁ ସ୍ୱପ୍ନଟା କେବେ ସତ ହେଇଯିବ ସେ କଥା ମୁଁ ଆଜି ଜାଣୁଛି ଯେ ଆପଣଙ୍କ ପାଖରେ ମୁଁ ମିଡିଆ ଆଗରେ ବି କହୁଛି ସତ କଥା କିନ୍ତୁ ଭାବୁ ଯେତେବେଳେ ମୋର ଡିଗ୍ରୀଟା ସରି ଆସୁଥିଲା ଯେତେବେଳେ କନଭୋକେସନଟା ଇଏ ଥିଲା ନଭେମ୍ବର 13th of November 2025 ରେ ସେଦିନ ମୁଁ ଦେଖିଲି ସେ କନଭୋକେସନ ଟାଇମରେ ମୋ ପ୍ୟାରେଣ୍ଟସ ମାନେ ମୋ ଗାଇଡ ମୋ ସାର୍ ଆସିଥିଲେ ତାପରେ ଯେତିକି ଟାଇମରେ ମତେ ଫିଲ୍ ଲାଗିଲା ଡିଗ୍ରୀଟା ସରିଗଲା ଆଉ କଣ ଅଛି ନା କଣ ହବ କି ନାହିଁ କଣ ହବି ସେଟା ଗୋଟେ କ୍ୱେଶ୍ଚିନ୍ ଆସୁଥିଲା ଠିକ ଅଛି ଦେଖିବା କିନ୍ତୁ ଭଗବାନଙ୍କୁ ଡାକୁଥାଏ କିସ୍କୁ ଛାଡିକି ଯିବାକୁ ଇଚ୍ଛା ହଉନଥାଏ ଠିକ ସେତିକି ଭିତରେ କିସରେ ଯାହା ଆପ୍ଲାଏ କରିଥିଲି ଫର୍ମ ଫିଲଅପ ଦେଇଥିଲି ଇଣ୍ଟରଭ୍ୟୁ ସେସନ ଚାଲିଥିଲା ସେଇ ଭିତରେ ଯାହା ଗୋଟେ ଆମର ଗୋଟେ ସେଟଅପ୍ ହେଇଥିଲା ଜିନିଷ ତାପରେ ଗୋଟେ ଲେଟର ଗୋଟେ ଆସିଥିଲା ଜଏନିଂ ମାନେ ଭାବନ୍ତୁ ମାନେ ଗୋଟେ ୟୁନିଭର୍ସିଟି ଜାଗାରେ ପିଲାଙ୍କୁ ପଢା ହବ ପିଲାଙ୍କ ପାଇଁ ସ୍କୋପ ଦିଆହବ ପିଲାଙ୍କ ପାଇଁ ଚାକିରି ବି ସେଟିଂ କରାହବ ପିଲାଙ୍କ ପାଇଁ ଗୋଟେ ମନେକର କିସ୍ କଥା କହନି ନିଶ୍ଚିତ ରୂପରେ ଆପଣ ଯୋଉ ବେଞ୍ଚରେ ପଢୁଥିଲେ ମାନେ ବସୁଥିଲେ ଆପଣ ଯେତେବେଳେ ଡିଗ୍ରୀ ପଢୁଥିଲେ ପିଜି କରୁଥିଲେ ତ ଆଜି ଆପଣ ସେଇ ବେଞ୍ଚ ଫ୍ରଣ୍ଟରେ ରହିକି ମାନେ ଠିଆ ହେଇକି ପଢଉଛନ୍ତି ପିଲାଙ୍କୁ କେମିତି ଲାଗୁଛି ସାର୍ ଦେଖନ୍ତୁ ମୁଁ ପ୍ରାୟ ଟାଇମ ସେଇ କଥା ମୁଁ ଫିଲ୍ କରେ ଯେତେବେଳେ ୟୁଜି ପିଜି ହଉ ବା ପ୍ଲସ ଟୁ ଲେବୁଲ ହଉ ବା ହାଇସ୍କୁଲ ଲେବୁଲ ହଉ ହାଇସ୍କୁଲ ଲେବୁଲ ତାମାନେ ହଉ ଆମେ ହାୟର ସେକେଣ୍ଡାରୀ ଆଡେ ଅଛୁ ସେଇ ଟାଇମରେ ଲାଗେ ମତେ ଖୁସି ଲାଗେ ପିଲାଙ୍କୁ ପଢିବା ପୂର୍ବରୁ ମୁଁ ଘଣ୍ଟାରୁ 2 ଘଣ୍ଟା ଟିକେ ପ୍ରିପାରେସନ ହୁଏ ନିଜକୁ ରଖେ ତାପରେ ଦେନ୍ ପିଲାଙ୍କ ପାଖକୁ ପହଞ୍ଚେ ପିଲାଙ୍କୁ ଟିକେ ପଢାଏ ମାନେ କ୍ୱେଶ୍ଚିନ୍ ପଚାରିବାଟା ଗୋଟେ ତାପରେ ମୋଟିଭେସନ ଟିକେ ଦବାଟା ମୋର ସ୍କିଲ୍ ଥାଏ ପ୍ରାୟ ପିଲାଙ୍କୁ ଟେକ୍ନିକ ଜିନିଷ ଶିଖେଇବି ଦେନ୍ ସେମାନଙ୍କୁ ଯେମିତି ଯାହା ଆସୁଛି ଯାହା ଡାଉଟ୍ସ ଅଛି ମୁଁ ଚେଷ୍ଟା କରିବି ସେମାନଙ୍କୁ ଯେମିତିକି ଆଉଟପୁଟ ଦେବି ସେମାନେ ଭଲ ନଲେଜ ଟା ଶିଖିବେ ତ ସେଇ ଜିନିଷ ଏବଂ ଦେଖନ୍ତୁ ଆଗରେ ସ୍କଲାର ହିସାବରେ ଥିଲ ଷ୍ଟାଫ ହେଲା ପରେ ଗୋଟେ ମାନେ ନିଜର ଗୋଟେ ଅଲଗା ପରିଚୟ ଆସେ ବି ଜଣେ ରିସର୍ଚ୍ଚ ସ୍କଲାର ଅଛି ସେ ତାର ଗୋଟେ ଅଛି ଷ୍ଟୁଡେଣ୍ଟ ଲେଭେଲ ବର୍ତ୍ତମାନ ଆସିଷ୍ଟାଣ୍ଟ ପ୍ରଫେସର ମିନ୍ସ ସି ଜଣେ ଗୋଟେ ମାନେ ପ୍ରଫେସର ହିସାବରେ ସେ ଜଣେ ଅଛନ୍ତି ମାନେ ଷ୍ଟାଫ ହିସାବରେ ଷ୍ଟାଫ ଅର୍ଥ ସିଏ ତାଙ୍କ ଲେଭେଲରେ ଯାହା କାମ ଅଛି ବା ଟିଚିଂ ଦେବାଟା ଅଫିସିଆଲ କାମ ହଉ ନନ୍ ଅଫିସିଆଲ କାମ ହଉ ଯାହା ଟିକେ ଜିନିଷ ସବୁ କିଛି କରିବା ପାଇଁ ବହୁତ ମୁଁ ସଦାବେଳେ ଚେଷ୍ଟା କରେ ମୋ ନିଜ ହାର୍ଟରୁ ଫିଲ୍ କରେ ହାର୍ଟରୁ ନେଇକିରି କାମ କରିବାକୁ ଶିଖେ କାମ କରିବା ପାଇଁ ଏତେ ଭଲ ପାଏ ମତେ ବହୁତ ଖୁସି ଲାଗେ ଜିନିଷ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଯେ ମତେ ଏତେ ବଡ ସୁଯୋଗ ଦେଇଥିବାରୁ ବା ଏତେ ଭଲ ଗୋଟେ ଅନୁଷ୍ଠାନ ମାନେ ବିଶ୍ୱବିଖ୍ୟାତ ଅନୁଷ୍ଠାନରେ ମତେ ସୁଯୋଗ ଦେଇଥିବାରୁ କୋଟି କୋଟି ନମ ତମରି ପାଖରେ ଆପଣଙ୍କ ପାଖରେ ଏଇ ଜିନିଷଟା ମୋର ରହିଲା ତ ମୁଁ ସେ କଥା କହୁଛି ବା ଯେତିକି ଆମର ଅଛନ୍ତି ଟିନେଜର ବା ଯେତିକି ସମୟ ମୌକା ମିଳୁଛି ବା ପାଠ ପଢା ପରେ ଯେତିକି ସ୍କୋପ ମିଳୁଛି ୟଙ୍ଗ ଜେନେରେସନ ମାନଙ୍କୁ ମୁଁ କହୁଛି ପ୍ଲିଜ ଡୋଣ୍ଟ ୱେଷ୍ଟ ୟୁର ଟାଇମ ତ ସାର୍ ଆଜି ଆଜି ଆପଣଙ୍କର ସଫଳତାରେ ଆପଣ ସବୁଠୁ ଶ୍ରେୟ କାହାକୁ ଦେବା ପାଇଁ ଚାହିଁବେ ମତେ କହୁଛି ଯଦି ମୁଁ ଏଇ ଯୋଉ ଷ୍ଟେଜରେ ପହଞ୍ଚିଛି ମାନେ କଥା ସର୍ବପ୍ରଥମ ମୁଁ ଦେବି ମୋର ବାପା ମା ମତେ ଜନ୍ମ ଦେଲେ ଜନ୍ମ ଦେଇକିରି ଏଇ ଧରା ପୃଷ୍ଠରେ ମତେ ଛାଡିଲେ ଶେଷରେ ଧରା ପୃଷ୍ଠରୁ ଛାଡିକିରି ଫେରେ ଆସିକି ମତେ କିସ୍ ଭଳିଆ ଅନୁଷ୍ଠାନରେ ଆଣିକି ଦେଇଦେଲେ ପ୍ରଥମ ମୁଁ ସେ କିସ୍ ରହିଲି କିସ୍ରେ ଥାଏ କିନ୍ତୁ କିସ୍ର ମୋର ଯେତିକି ଗୁରୁଜନ ମାନେ ମତେ ସଦାବେଳେ ସେ ଗାଇଡ କଲେ ସବୁ ଟିକିନିକି ଜିନିଷ ମତେ ଛୋଟରୁ ମାନେ ବଢେଇଛନ୍ତି ସେଟା କେଡେ ବଡ କଥା ସେମାନଙ୍କ କୌଣସି ସୁଝି ହବ ନାହିଁ ସେମାନଙ୍କର ଭଲ ପାଇବା ସେମାନଙ୍କ ଆଶୀର୍ବାଦ ବିନା ହେଇନଥାନ୍ତା ତାପରେ ଯେତେବେଳେ
कि हाईस्कूल लेवल ରୁ ମୁଁ ଯଦି ପହଞ୍ଚିଲି କଲେଜ ଆଡେ ପହଞ୍ଚିଲି କଲେଜ ଆଡେ ଗଲା ବେଳକୁ କଲେଜ ଲେवल ରୁ ଆମର ଯେତିକି ସାର୍ ମ୍ୟାଡମ ମାନେ ମତେ ସପୋର୍ଟ କଲେ ଫୁଲ ସପୋର୍ଟ କଲେ ତାପରେ ଏମିତି ଗଲା ୟୁଜି ପିଜି ବି ମୋର କିଟ୍ ରେ ଥିଲା ପଢାପଢିରେ ପୁଣି କମ୍ପ୍ରୋମାଇଜ ନଥାଏ ପଢିବାର ଅଛି ଗୋଟେ ଗୋଲ ଅଛି ବାପା ମା ତ ପାଠ ପଢି ନାହାନ୍ତି ଅର୍ଥ ଆମ ସମାଜ ପାଇଁ ମୋ କମ୍ୟୁନିଟି ପାଇଁ କିଛି ହେଲେ ପାଠ ପଢିବାର ଅଛି କିଛି ନା କରିବାର ଅଛି ସେଇଟା ଗୋଟେ ମୋର ନିଶା ଥିଲା ଏବଂ ପଢିକି ପଢେଇବି ସେ ଜିନିଷ ଥିଲା ତାପରେ କଣ ହେଇଛି ସେଇ ଜିନିଷକୁ ନେଇକିରି ଆମେ କେମିତି ଆଗକୁ ଯିବା ସେଇଟା ଗୋଟେ ଆମର ଥିଲା ପଢା ଉପରେ ନେଇକିରି ତାପରେ ସେଇ ଜିନିଷଟା ହଉଛି ତାପରେ ଯେତେବେଳେ ପିଏଚଡି ଆଡମିସନ ଟା ହେଇଗଲି ପିଏଚଡି ଆଡମିସନ ହେଲା ବେଳକୁ ମୋର ଗାଇଡ ବାବଦରେ ମତେ ଆମର ସାର୍ ନେଲେ ପ୍ରଫେସର ଡକ୍ଟର ଚିତ୍ତନେନ୍ଦୁ ଭାଇ ତାଙ୍କରି ମାନେ ତାଙ୍କରି ଆଦେଶରେ ତାଙ୍କରି ଆ, ଭଲ ପାଇବା ତାଙ୍କର କୋଅପରେସନ ତାଙ୍କର ମୋଟିଭେସନ ମତେ ଏତେ ଆଗକୁ ଟାଣି ନେଲା ଯେ ମୁଁ ଲୋକଟେ ଥିଲି ମାନେ ହେଇପାରିବ କି ନାଇଁ କନଫ୍ୟୁଜ ଥିଲି ଟାଇମରେ ମାନେ 2020-21-22 କରୋନା ଟାଇମ ସିଜନରେ କେମିତି କଣ ହବ କଣ ନାହିଁ ପାଠ କେମିତି ହବ କେମିତି ପଢିଆ ଡାଟା କେମିତି ମିଳିବ କଲେଜଟା ବନ୍ଦ ହେଇଯାଇଥିଲା 15 ଦିନ ସେଇ ଉପରେ ବି ଚାଲିଲା ସାର୍ କିନ୍ତୁ ମତେ ଛାଡି ନାହାନ୍ତି ମୁଁ ବି ଛାଡିନି ତାର ଉପରେ କାମ କଣ କରିବା କଣ ଚାଲିଲା ଏମିତି ତାପରେ ସାରଙ୍କର ପାଇଁ ବି ମୋର ଡିଗ୍ରୀଟା ସରିଛି ଆଉ ମେନ୍ ଜିନିଷ ହେଲା ମୋର ଯେତିକି ଡିପାର୍ଟମେଣ୍ଟ ଇଂଲିଶ ଡିପାର୍ଟମେଣ୍ଟ ରୟାଲ ଡିପାର୍ଟମେଣ୍ଟ ଯେଠି ମୋର ଯେତିକି ଏଚଓଡି ମ୍ୟାମ ଡକ୍ଟର ରତ୍ନା ପ୍ରଭା ପରିଜା ମ୍ୟାମ ତାଙ୍କର ଯୋଉ ମୋଟିଭେସନ ତାଙ୍କର ଯୋଉ ସପୋର୍ଟ ଆଉ ମଝି ମଝିରେ ଯଦି କିଛି କଣ ହେଲେ ଆମକୁ କେତେ ଭଲ ପାଇବା ଦିଅନ୍ତି ମଝିରେ ଗାଳି ଗୁଲା ବି କରନ୍ତି ଏତେ ଭଲ ପାଆନ୍ତି କିନ୍ତୁ ମୁଁ ସେଟା ଫିଲ୍ କରେ ସେଇ ଯୋଉ ଗାଳି ସେଇ ଯୋଉ ଭଲ ପାଇବା ଥିଲା ବୋଲି ବୋଧେ ମୁଁ ଏଇ ଜାଗାରେ ଅଛି ଏତିକି କରେ ଆଉ ଶେଷରେ ମୁଁ ଏତିକି କହୁଛି ଆମର ଯୋଉ ଫାଉଣ୍ଡର ସାରଙ୍କ ବିନା ଆମେ ଏଇ ଜାଗାରେ ପସିବଲ ହେଇନଥାଉ ମୁଁ ଯେତିକି ମୋ ଭାବୁଛି କାହିଁକିନା ଆମର କମ୍ୟୁନିଟି ହଉ ଆମର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ଲୋକ ବି ସେତିକି ମୁଁ ଆଶା କରେ ଯେ ପିଏଚଡି ପଢିକିରି ଜଣେ ଲୋକ ସେଇ ଜାଗାରେ ରହିବାଟା ପିଏଚଡି ସରିବାଟା କାଠିକର ପାଠ ଆଉ ମୁଁ ସେତିକି ଆଶା କରେ ତ ଗପ ମାଧ୍ୟମରେ ମୁଁ ଶୁଣିଛି ଯେ ରାଜା ରାଜୁତି ଯୋଉ ଥିଲେ ଏମିତି ଥିଲେ ସେମିତି ରାଜା ଥିଲେ ରାଜାଙ୍କ ରାଜନୀତି ଏମିତି ଥିଲା ଏଟା ଥିଲା ସେତିକି ଭାବେ ମୁଁ ଏତିକି ଭାବୁଛି ଜିଅନ୍ତା ଭଗବାନ ହଉଛନ୍ତି ମୋର ସାମନ୍ତ ସାରଙ୍କୁ ତ ମୁଁ କୋଟି କୋଟି ନମ ଏବଂ ମୁଁ ଏତିକି ଭାବେ ଏଇ ଯୋଉ ଆମର ମଡର୍ଣ୍ଣ ଏରାରେ ବା ଏଇ ମଡର୍ଣ୍ଣ ଏରାରେ ମୁଁ ଫିଲ୍ କରେ ଆମର କିଙ୍ଗ ହଉଛନ୍ତି ଜଣେ ସେ ଟ୍ରାଇବାଲ ମାନଙ୍କର କିଙ୍ଗ କୁହନ୍ତୁ ବା ଅଲ ସମସ୍ତଙ୍କର କିଙ୍ଗ ହଉଛନ୍ତି ପ୍ରଫେସର ଡକ୍ଟର ଅଚ୍ୟୁତ ସାର ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ ଆପଣଙ୍କର ବହୁମୂଲ୍ୟ ସମୟ ମତେ ଦେଇଥିବାରୁ ସାର୍ ବହୁତ କିଛି ଆପଣଙ୍କୁ ଶିଖିବା ପାଇଁ ମିଳିଲା ଏବଂ ସାର୍ ଆମେ ଆଶା କରିବୁ ଆମେ ଆମ କାମନା କରିବୁ ଯେ ଆପଣ ଏମିତି ହିଁ ଲାଇଫରେ ମାନେ ବାଡି ଚାଲନ୍ତୁ ସାର୍ ଦେଖନ୍ତୁ ଲାଇଫରେ ଜିନିଷକୁ ଆଚିଭ କରିବା ବଡ କଥା ନୁହଁ ତାକୁ ନିଭେଇବା ହଉଛି ବଡ କଥା ତ ସାର୍ ଆପଣ ଭାବି ନିଅନ୍ତୁ ନାହିଁ ଯେ ଆପଣ ସକ୍ସେସ ସରିଗଲା ଆପଣଙ୍କର ଡେଷ୍ଟିନି ଆଉ ଅଛି ସକ୍ସେସ ତ ସାର୍ ଆପଣ ଏମିତି ସାର୍ ବାଡି ଚାଲନ୍ତୁ ଆଗକୁ ଆମର ସମସ୍ତଙ୍କର ଆଶୀର୍ବାଦ ରହିଲା ସାରଙ୍କର ଆଶୀର୍ବାଦ ରହିଲା ଆଉ ସାର୍ ଧନ୍ୟବାଦ ଥ୍ୟାଙ୍କ ୟୁ